ଆସିଛୁ ଲଙ୍ଗଳା ଯିବୁ ତୁ ଲଙ୍ଗଳା ସଙ୍ଗତେ ନ ଯିବେ କେହି ଏକା ସଙ୍ଗେ ଥିବ କଲା କର୍ମଫଳ ଗୁଣି ଜନଗୁଣଗ୍ରାହୀ। ସମୟ କାହାକୁ ରାଜା କରିଦିଏ ତ ଆଉ କାହାକୁ ଭିକାରୀ। ସଂସାରରେ କୌଣସି ବସ୍ତୁ ସ୍ଥିର ବା ଚଞ୍ଚଳ ହୋଇ ରହେ ନାହିଁ। ପରିବର୍ତ୍ତନ ହିଁ ସଂସାରର ଧର୍ମ। ଯିଏ ଯେମିତି ବ୍ୟବହାର ଦେଖାଏ ସେ ସେମିତି ବ୍ୟବହାର ପାଇଥାଏ। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ସବୁ ଜିନିଷର ଭ୍ୟାଲୁ ସମୟ ଆସିଲେ ହିଁ ଜଣାପଡ଼ିଥାଏ। ଏଇ ଯେମିତି ଅକ୍ସିଜେନ ସବୁଦିନ ଫ୍ରିରେ ମିଳିଯାଏ ତ ତାର ଭ୍ୟାଲୁ କେହି ବୁଝନ୍ତି ନାହିଁ। ଭ୍ୟାଲୁ ତ ସେତେବେଳେ ବୁଝନ୍ତି ଯେତେବେଳେ ହସ୍ପିଟାଲ ବେଡ୍ରେ ସେ ମହଙ୍ଗା ପଡ଼ିଯାଏ। କିଏ ଛାଡ଼ିଗଲା, କିଏ ଆଡ଼େଇ ଦେଲା, ଆଉ କିଏ ମୋ ପଛରେ କିଏ ବଦନାମ କଲା ତାହା ଦେଖିବାର ଟାଇମ୍ ଆଉ ନାହିଁ। ଆଉ କିଏ ରହିଗଲା, କିଏ ଅସମୟରେ ମୋ ପାଖରେ ଛିଡ଼ା ହେଲା, ସେଇଟା ମୋ ପାଇଁ ଇମ୍ପୋର୍ଟାଣ୍ଟ। ନିଜର ଗୁପ୍ତ କଥା ନିଜ ଭିତରେ ହିଁ ରଖନ୍ତୁ। ସବୁ କଥା ବ୍ୟଗ୍ରତାରେ ଆସି ସମସ୍ତଙ୍କୁ କହିଦିଅନ୍ତୁନି। ନହେଲେ ଲୋକେ ସମୟ ଆସିଲେ ସେଇ କଥା କହି ମଜା କରିବାକୁ ପଛେଇବେ ନାହିଁ। ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ ସେହି ଲୋକ ହିଁ ଢୋଲକ ବଜାଇ ମଜା ଲୁଟୁଥାନ୍ତି। ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହୋଇଥାଏ ସେ କେବଳ ମା। ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।